ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଓଡ଼ିଆ ବ୍ୟାକରଣର ପଦବିନ୍ୟାସର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ତାହେଲେ ସାଙ୍ଗମାନେ ଡେରି ନକରି ଆମେ ପ୍ରଥମ ପ୍ରଶ୍ନକୁ ଆଗେଇ ଯିବା। ଆଜିର ପ୍ରଥମ ପ୍ରଶ୍ନ ଅଛି ଆମର ପଦବିନ୍ୟାସର। ସମ୍ବୋଧନ ପଦ ବାକ୍ୟର କେଉଁଠାରେ ବସେ ଉଦାହରଣ ସହ ବୁଝାଅ। ଆମେ କ'ଣ ଦେଖିବାର ଅଛି ନା ସମ୍ବୋଧନ ପଦକୁ ଦେଖିବାର ଅଛି ଯେ ବାକ୍ୟରେ ସମ୍ବୋଧନ ପଦ କେଉଁଠାରେ ବସେ ତା'ର ଗୋଟେ ଉଦାହରଣ ଦେଇକି ଆମକୁ ବୁଝାଇବାକୁ ପଡ଼ିବ। ଆମେ ଫାଷ୍ଟ କଥା ବାକ୍ୟରେ ସମ୍ବୋଧନ ପଦ ପଦର ଆରମ୍ଭରେ କିମ୍ବା ଶେଷରେ ବସିଥାଏ। ଏ ଦୁଇଟା ଜିନିଷ ଜାଣିବାକୁ ପଡ଼ିବ। ବାକ୍ୟ ଯେତେବେଳେ ଆମେ ଲେଖୁଛୁ, ଲେଖିବା ସମୟରେ ଦେଖିବାକୁ ପଡ଼ିବ, ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯେ ସେଇଟା ବାକ୍ୟର ଆରମ୍ଭରେ କିମ୍ବା ଶେଷରେ ବସିପାରେ। ଯେମିତି ଗୋଟେ ଏକ୍ଜାମ୍ପଲ୍ ଅଛି, ହେ ଭଗବାନ ମୋତେ ରକ୍ଷା କର। ଏଠାରେ ହେ ଭଗବାନ ହେଉଛି ଗୋଟେ ସମ୍ବୋଧନ ପଦ। ମୋତେ ଶକ୍ତି ଦିଅ ପ୍ରଭୁ। ପ୍ରଭୁ ଭଗବାନଙ୍କୁ ହିଁ ବୁଝାଉଛି। ପ୍ରଭୁ ବି ହେଉଛି ଗୋଟିଏ ସମ୍ବୋଧନ ପଦ। ଅର୍ଥାତ୍ ପ୍ରଥମ ବାକ୍ୟର ହେ ଭଗବାନ ପ୍ରଥମରେ ଅଛି, ଦ୍ୱିତୀୟ ବାକ୍ୟର ପ୍ରଭୁଟା ବାକ୍ୟର ଶେଷରେ ଅଛି। ତେଣୁ ଆମେ ଜାଣିଲେ ପିଲାମାନେ ନା ବାକ୍ୟ ଯେତେବେଳେ ଆମେ ଲେଖୁଛୁ, ବାକ୍ୟର ଆରମ୍ଭରେ ଏବଂ ବାକ୍ୟର ଶେଷରେ ଆମେ ସମ୍ବୋଧନ ପଦ ବ୍ୟବହାର କରିପାରିବା। କ୍ୱେଶ୍ଚିନ୍ ନମ୍ବର 2, ବାକ୍ୟରେ ନାହିଁ ଓ ନ କେଉଁଠାରେ ରହିବା ଉଚିତ? ଯେତେବେଳେ ଆମେ ବାକ୍ୟରେ ନାହିଁ କିମ୍ବା ନର ବ୍ୟବହାର କରୁଛୁ, ତାହେଲେ ସେ ନାହିଁ ବା ନଟା କେଉଁଠି ରହିବା କଥା? ଚନ୍ଦ୍ରମୋହନ କଟକ ଗଲା ନାହିଁ ବାକ୍ୟର ଶେଷରେ ବ୍ୟବହୃତ ହୋଇଛି। କାଲି ତୁମେ ଘରେ ନଥିଲ, ନଟା ଥିଲ ପୂର୍ବରୁ ବ୍ୟବହାର ହୋଇଛି। ଦେଖିପାରୁଥିବ ପିଲାମାନେ, ଏଠାରେ ଗଲାର ପରେ ବ୍ୟବହାର ହୋଇଛି ନାହିଁଟା ଏବଂ ଏଠି ଥିଲର ପୂର୍ବରୁ ନଟା ବ୍ୟବହାର ହୋଇଛି। ତ ପ୍ରଥମ ବାକ୍ୟରେ କ'ଣ ହେଇଛି, ନାହିଁଟା ଗଲା ପରେ ଅଛି, ଦ୍ୱିତୀୟ ବାକ୍ୟରେ ନଟା ନ ଥିଲ ପୂର୍ବରୁ ବସିଛି। ତ ଆମେ ଜାଣିଲେ ଏଠି ବାକ୍ୟରେ ନାହିଁ ବା ନାହିଁ ସଂଯୁକ୍ତ ପଦ କ୍ରିୟାପଦର ପରେ ବସେ, ନଟା କ୍ରିୟାର ପୂର୍ବରୁ ବସିଥାଏ। ଆଚ୍ଛା ପିଲାମାନେ, ଏଠି ଆମେ ଦେଖିବାକୁ ପଡ଼ିବ ଯେ ଗଲା ବି ହେଉଛି ଗୋଟେ କ୍ରିୟା। ନାହିଁଟା ଫାଷ୍ଟ କ୍ରିୟା ଅଛି, ତାପରେ ନାହିଁ ଅଛି। ଦ୍ୱିତୀୟ ବାକ୍ୟରେ ଫାଷ୍ଟ ନ ଅଛି, ତାପରେ କ୍ରିୟା ଅଛି। ନ ଆମେ ଯେତେବେଳେ ଲେଖୁଛୁ କ୍ରିୟାର ପୂର୍ବରୁ ଲେଖିବା, ନାହିଁ କେତେବେଳେ ଲେଖିବା ନା କ୍ରିୟାର ପରେ ନାହିଁ ଆମେ ଲେଖିବାକୁ ପଡ଼ିବ। ତାହେଲେ ଏଠି ଆମେ ଜାଣିଲେ କ'ଣ ପିଲାମାନେ ନା ନାହିଁଟା କ'ଣ ହେବ, କ୍ରିୟା ଯୁକ୍ତ ନାହିଁ। ଏଇଟା ହେଲା ତାର ସର୍ତ୍ତ। ଏବଂ ନଟା କ'ଣ ନା ନଟା ହେଲା ଫାଷ୍ଟ ନ ରହିବ, ଦେନ୍ କ'ଣ ଆସିବ ନା କ୍ରିୟା ଆସିବ। ଠିକ୍ ଅଛି, ଆଗକୁ ଯିବା। କ୍ୱେଶ୍ଚିନ୍ ନମ୍ବର 3, ବାକ୍ୟରେ ସମାପିକା କ୍ରିୟା କେଉଁଠାରେ ବସାଯାଏ ଉଦାହରଣ ସହ ଆମକୁ ବୁଝାଇବାକୁ କହିଛି। ସମାପିକା କ୍ରିୟାର ବ୍ୟବହାର। ରାମଚନ୍ଦ୍ର ରାବଣଙ୍କୁ ବଧ କରିଥିଲେ। ଏଠାରେ ରାମଚନ୍ଦ୍ର ହେଲା କର୍ତ୍ତା, କରିଥିଲେ ହେଲା କ୍ରିୟାପଦ। ତ ଆମେ ଜାଣିଲେ ବାକ୍ୟର ଆରମ୍ଭରେ କର୍ତ୍ତା ରହିବ, ଶେଷରେ କ୍ରିୟାପଦ ରହିବ। ଏଇ ଯେଉଁ କରିଥିଲେ ଇଏ ହେଲା ଆମର ସମାପିକା କ୍ରିୟା। ତେଣୁ ଆମେ ଜାଣିଲେ ପିଲାମାନେ ସମାପିକା କ୍ରିୟା କେଉଁଠାରେ ବସିବ, ବାକ୍ୟର ଶେଷରେ ନିଶ୍ଚିତ ଭାବରେ ସମାପିକା କ୍ରିୟା ବ୍ୟବହୃତ ହେବ। କ୍ୱେଶ୍ଚିନ୍ ନମ୍ବର 4, ସମ୍ବନ୍ଧ ପଦ ବାକ୍ୟର କେଉଁଠାରେ ବସାଯାଏ? ଆମେ ସମ୍ବନ୍ଧ ପଦକୁ କେଉଁଠାରେ ବ୍ୟବହାର କରିପାରିବା? ଦେଖ ପିଲାମାନେ, ଜମିଦାରଙ୍କ ପୁଅ ସୁରେନ୍ଦ୍ର। ସୁରେନ୍ଦ୍ର କିଏ? ସେ ହେଉଛନ୍ତି ଜମିଦାରଙ୍କ ପୁଅ, ଅର୍ଥାତ୍ ଜମିଦାରଙ୍କ ସହିତ ତାଙ୍କର ସମ୍ପର୍କ ଅଛି, ସମ୍ବନ୍ଧ ଅଛି। ଏ ମନ୍ଦିର ତୋଳିଛନ୍ତି। ସୁରେନ୍ଦ୍ର ଏଠାରେ ହେଲା କର୍ତ୍ତା, ଯିଏକି ମନ୍ଦିରକୁ ତୋଳିଥିଲେ ବା ନିର୍ମାଣ କରାଇଥିଲେ। ସେ ହେଉଛନ୍ତି ଜମିଦାରଙ୍କ ପୁଅ। ତାର ଅର୍ଥ ହେଲା ସୁରେନ୍ଦ୍ରଟା ଜମିଦାରଙ୍କ ସହିତ ତାଙ୍କର ସମ୍ବନ୍ଧ ଅଛି। ତେଣୁକରି ଜମିଦାରଙ୍କ ସହିତ ତାଙ୍କର ସମ୍ବନ୍ଧିତ ପଦ ରହିଲା। ବାକ୍ୟରେ ସମ୍ବନ୍ଧ ପଦ ସମ୍ବନ୍ଧିତ ପଦ ପୂର୍ବରୁ ବସିଥାଏ। ଆମେ ଯେତେବେଳେ ବାକ୍ୟଟା ଲେଖୁଛୁ, ସମ୍ବନ୍ଧିତ ପଦଟା ସମ୍ବନ୍ଧ ପଦ ପୂର୍ବରୁ ବ୍ୟବହୃତ ହେବ। ଆଗକୁ ବଢ଼ିବା ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 5, ଗୁରୁତ୍ୱ ଥିବା ପଦ ବା ବାକ୍ୟାଂଶ ବାକ୍ୟର କେଉଁଠାରେ ରଖାଯାଏ ଉଦାହରଣ ସହ ଆମକୁ ବୁଝାଇବାକୁ କହିଛି। ଏହା କେବଳ ସମ୍ଭବ ହେବ କଠିନ ଶ୍ରମ ଦ୍ୱାରା। ଆମେ ସବୁକିଛି ସମ୍ଭବ କରିପାରିବା କେତେବେଳେ ନା ଆମେ ଯେତେବେଳେ କଠିନ ଶ୍ରମ କରିବା। କଠିନ ଶ୍ରମ ଦ୍ୱାରା ଉପରେ ଏଠାରେ ଆମେ କ'ଣ କରୁଛୁ ନା ଗୁରୁତ୍ୱ ଆରୋପ କରୁଛୁ। ଆମେ ଯଦି ଭଲ କରି ପଢ଼ିବା ତାହେଲେ ଆମେ ଗୋଟେ କ'ଣ କରିବା ନା ଫାଷ୍ଟ କ୍ଲାସ୍ ଆଣିବା। ହେଲେ ଫାଷ୍ଟ ପଢ଼ିବାକୁ ତ ପଡ଼ିବ ଫାଷ୍ଟ କ୍ଲାସ୍ ଆଣିବା ପାଇଁ ହେଲେ।
ପରିଶ୍ରମ ତ କରିବାକୁ ପଡ଼ିବ ଫାର୍ଷ୍ଟ କ୍ଲାସ୍ ଆଣିବାକୁ ପାଇଁ ହେଲେ। ଏ ଯେଉଁ କଠିନ ପରିଶ୍ରମଟା ଇଏ ହେଇଗଲା ଆମର ଗୁରୁତ୍ୱ ଆରୋପ ହେଇଛି। ଏହା ଉପରେ ଆମେ ଜୋର ଦେଇକରି କହୁଛୁ ଆମକୁ କ'ଣ କରିବାକୁ ପଡ଼ିବ ନା କଠିନ ଶ୍ରମ କରିବାକୁ ପଡ଼ିବ। ତେଣୁ ଗୁରୁତ୍ୱ ଆରୋପ ପାଇଁ ଯେକୌଣସି ପଦ ବାକ୍ୟର ଶେଷରେ ବ୍ୟବହୃତ ହୋଇପାରେ। ଆମେ ଗୁରୁତ୍ୱ ଆରୋପ କରିବା ପାଇଁ ହେଲେ ବାକ୍ୟର ଯେକୌଣସି ପଦକୁ ବାକ୍ୟର ଶେଷରେ ବ୍ୟବହାର କରିପାରିବା। ତୁମର କାମ ହେଉଛି ଘର ଜଗିବା, ତୁମେ କ'ଣ କରିବ ଘର ହିଁ ଜଗିବ। ତୁମର କାମ ହେଉଛି, ଏପରେ ଆମେ କ'ଣ କରୁଛୁ ଗୁରୁତ୍ୱ ଦେଉଛୁ, ତାର କାମକୁ କହୁଛୁ। ସେ କ'ଣ କରିବ ଆମେ ଜାଣିନୁ, କିନ୍ତୁ ତାର କାମ ହେଉଛି ସେ ଘର ଜଗିବାଟା। ଏହା ବାକ୍ୟର ଆରମ୍ଭରେ ରହିଲା। ତେଣୁ ଆମେ ବାକ୍ୟର ଆରମ୍ଭରେ ଗୁରୁତ୍ୱ ଆରୋପଣ ପାଇଁ ଥିବା ବାକ୍ୟାଂଶ ବସିପାରେ। କୌଣସି ବାକ୍ୟକୁ ଗୁରୁତ୍ୱ ଆରୋପଣ କରିବା ପାଇଁ ହେଲେ ଆମେ ବାକ୍ୟର ଆରମ୍ଭରେ ତାକୁ ବ୍ୟବହାର କରିପାରିବା। ବିଶେଷଣ ପଦ ବାକ୍ୟରେ କେଉଁଠାରେ ବସିବା ଆବଶ୍ୟକ? ବିଶେଷଣ ପଦଟା କେଉଁଠି ବସିବା ଉଚିତ? ଚତୁର ଲୋକ, ଏଠାରେ ଲୋକ ହେଲା ପିଲେ କ'ଣ ନା ବିଶେଷ୍ୟ ପଦ। ତାର ଗୁଣ ହେଲା କ'ଣ? ଚତୁର। ଲୋକର ଗୁଣକୁ ବୁଝୁଛୁ, ଗୋଟେ ଚତୁର ଗୁଣ। ଚତୁର ହେଲା ଲୋକର ବିଶେଷତା ପ୍ରକାଶ କରେ, ଅର୍ଥାତ୍ ସେ ଲୋକଟା କୋଭଳିଆ ନା ଚତୁର। ବୋକା ପିଲା, ପିଲାଟା କେମିତି ବୋକା। ସେ ଯେଉଁ ବୋକା ହେଲା ଗୋଟେ ଗୁଣ। କାହା ପୂର୍ବରୁ ବସିଛି ନା ପିଲା ପୂର୍ବରୁ ବସିଛି। ପିଲାକୁ ସେ କ'ଣ କରୁଛି ନା ବିଶେଷିତ କରୁଅଛି। ତେଣୁକରି ସେ ହେଲା ବିଶେଷଣ। ବିଶେଷଣ କହିଲେ କ'ଣ? ଯିଏ ବିଶେଷ୍ୟ ପଦକୁ ବିଶେଷିତ କରିବ ସେ ହେଲା ବିଶେଷଣ ପଦ। ଏଠାରେ ଲୋକର ଗୁଣ କ'ଣ ନା ସେ ହେଲା ଚତୁର। ତେଣୁ ବାକ୍ୟରେ ବିଶେଷଣ ପଦ ବିଶେଷ୍ୟ ପଦ ପୂର୍ବରୁ ବ୍ୟବହୃତ ହୋଇପାରିବ। ଫାଷ୍ଟ ବିଶେଷଣ ପଦ ରହିବ, ତାପରେ ବିଶେଷ୍ୟ ପଦ ରହିବ। ଆମେ ଏଠାରେ ଫର୍ମୁଲା ଲେଖିଲେ କ'ଣ ହେବ ପିଲାମାନେ ନା ଫାଷ୍ଟ କ'ଣ ଆସିବ? ବିଶେଷଣ ଆସିବ। କ'ଣ ଆସିବ? ବିଶେଷଣ ପ୍ଲସ୍ ବିଶେଷ୍ୟ। এটা ହେଲା ଫର୍ମୁଲା। ଫାଷ୍ଟ ବିଶେଷଣ ଆସିବ, ତାପରେ ବିଶେଷ୍ୟ ଆସିବ। ନେକ୍ସଟ କ୍ୱେଶ୍ଚିନ୍, ପଦାନ୍ୱୟୀ ଅବ୍ୟୟ କେଉଁଠାରେ ବ୍ୟବହୃତ ହୁଏ? ପଦାନ୍ୱୟୀ ଅବ୍ୟୟକୁ ଆମେ କେଉଁଠାରେ ବ୍ୟବହାର କରିପାରିବା? ରମେଶଙ୍କ ବିନା ଏ କାମ ହୋଇପାରିବ ନାହିଁ। ରମେଶ ନହେଲେ ଏ କାମ ହୋଇପାରିବ ନାହିଁ। ଏଠାରେ ବିନାଟା ଗୋଟେ ହେଲା କ'ଣ? ଅବ୍ୟୟ ପଦ, ଯାହାକି ରମେଶଙ୍କ ସହିତ ସମ୍ବନ୍ଧିତ। ରମେଶ ହିଁ ଏ କାର୍ଯ୍ୟ କରିପାରିବ। ରମେଶକୁ ଛାଡ଼ିଦେଲା ପରେ ଦୁନିଆରେ କୌଣସି ଲୋକ ଏ କାମ କରିପାରିବ ନାହିଁ। ବାକ୍ୟର ପଦାନ୍ୱୟୀ ଅବ୍ୟୟ ସମ୍ବନ୍ଧିତ ପଦର ପରେ ବ୍ୟବହୃତ ହୋଇଥାଏ। ବାକ୍ୟରେ କ'ଣ ନା ପଦାନ୍ୱୟୀ ଅବ୍ୟୟଟା ସମ୍ବନ୍ଧିତ ପଦର ପରେ ବ୍ୟବହୃତ ହୋଇଥାଏ। ସମ୍ବନ୍ଧ ପଦ କେତେବେଳେ ବିଭକ୍ତିଯୁକ୍ତ ହୋଇଥାଏ? ଆମର କ୍ୱେଶ୍ଚିନ୍ ନମ୍ବର 8 ଅଛି ଯେ ବାକ୍ୟରେ ସମ୍ବନ୍ଧ ପଦ କେତେବେଳେ ବିଭକ୍ତିଯୁକ୍ତ ହୋଇଥାଏ? ଯେତେବେଳେ ବାପା ଜେଜେଙ୍କର ଓ ଜେଜେମାଙ୍କର ଯତ୍ନ ନିଅନ୍ତି। ଏଇଠି ପିଲେ ଆମେ ଦୁଇଟା ଜିନିଷ କରିପାରିବା। ବାପା ଜେଜେଙ୍କର ଯତ୍ନ ନିଅନ୍ତି, ବାପା ଜେଜେମାଙ୍କର ଯତ୍ନ ନିଅନ୍ତି। ଦୁଇଟା ବାକ୍ୟ ଆମେ ଲେଖିପାରିବା। ବାବା ଜେଜେଙ୍କର ଯତ୍ନ ନିଅନ୍ତି, ଜେଜେମାଙ୍କର ଯତ୍ନ ନିଅନ୍ତି। ଦୁଇଟା ଜିନିଷ କହୁଛୁ। ତେଣୁ ବାକ୍ୟରେ ବିଭିନ୍ନ ବ୍ୟକ୍ତିଙ୍କର ସମ୍ବନ୍ଧ ବୁଝାଇବାକୁ ହେଲେ ପ୍ରତ୍ୟେକ ସମ୍ବନ୍ଧ ପଦ ବିଭକ୍ତିଯୁକ୍ତ ହୋଇଥାଏ। ଆମେ ଯଦି ସମ୍ବନ୍ଧ ପଦ ବୁଝାଇବାର ଅଛି ହେଲେ ପ୍ରତ୍ୟେକ ପଦକୁ ସମ୍ବନ୍ଧ ପଦ କରିବାର ଅଛି ଏବଂ ସମ୍ବନ୍ଧ ପଦ ଅନୁସାରେ ଆମେ କ'ଣ କରିପାରିବା ନା ବିଭକ୍ତିଯୁକ୍ତ କରିପାରିବା। ଜେଜେଙ୍କର, ଉମକଙ୍କର, ରଙ୍କଙ୍କର, ଏଇଟା ହେଲା ଆମର ବିଭକ୍ତି। ଠିକ୍ ଅଛି ପିଲାମାନେ। ତେଣୁକରି ଆମେ ସମ୍ବନ୍ଧ ପଦ ବୁଝାଇବାକୁ ହେଲେ ତାକୁ ଆମେ ବିଭକ୍ତିଯୁକ୍ତ ହିଁ କରିବାକୁ ପଡ଼ିବ। ଯେମିତି ଜେଜେଙ୍କର, ଜେଜେମାଙ୍କର, କ'ଣ ଅଛି? ଜେଜେଙ୍କର ଏବଂ ଜେଜେମାଙ୍କର ଦୁଇଟା କରାଗଲା। ଅଙ୍କଙ୍କର ଦୁଇଟା ବିଭକ୍ତି ଲାଗଲା। ତ ଆଜି ପାଇଁ ଏତିକି ପିଲାମାନେ। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ ଟୁ ଅଲ୍ ପିଲାମାନେ। ଧନ୍ୟବାଦ।